ସୁଭଦ୍ରା ଯୋଜନାରେ ଦେଖନ୍ତୁ ଆସିଲା ବହୁତ ବଡ ଅପଡେଟ୍। ତ ଆପଣମାନେ ପାଇସାରିଲେଣି ସୁଭଦ୍ରା ଯୋଜନା 5,000 ଟଙ୍କା ଡିବିଟି ମାଧ୍ୟମରେ, କିନ୍ତୁ ଏପର୍ଯ୍ୟନ୍ତ ହିତାଧିକାରୀ ମାନେ ପାଇନାହିଁ, ସେମାନେ ମଧ୍ୟ ଅପେକ୍ଷା କରିଛନ୍ତି। ତ ଦେଖନ୍ତୁ ସେମାନଙ୍କୁ କେବେ ମିଳିବ ଆଉ କଣ ରହିଛି ଅପଡେଟ୍, ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ ସୁଭଦ୍ରା ପୋର୍ଟାଲରେ ମୃତ୍ୟୁ ହିତାଧିକାରୀ ପ୍ରସଙ୍ଗ ଉପରେ ପ୍ରକ୍ରିୟା ରଖିଲେ ପ୍ରଭାତୀ ପରିଡା। ସମସ୍ତ ଜୀବିତ ଅଧିକାରୀ ପାଇବେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା। କେୱାଇସି ଡେଟା ଏଣ୍ଟ୍ରିରେ ସମସ୍ୟା ପାଇଁ ଏହି ତ୍ରୁଟି ଦେଖିବାକୁ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଭୁଲ ମୃତ୍ୟୁ ଦର୍ଶାଇଥିବାରୁ ଦ୍ୱିତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ 15 ପରେ ଗାଁ ଗାଁ ବୁଲି ସର୍ଭେ କରାଯିବ। ଗତ 9 ତାରିଖ ରାଜ୍ୟ ସରକାର ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ସରକାର ସୂଚନା ଅନୁସାରେ ପାଖାପାଖି 1 କୋଟି ମହିଳାଙ୍କୁ ମିଳିସାରିଛି। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ତୃତୀୟ କିସ୍ତି ପାଇନାହାନ୍ତି ବା ଦ୍ୱିତୀୟ କିସ୍ତି ପାଇନାହାନ୍ତି, ତ ଆପଣମାନେ ଇକେୱାଇସି ଯେକୌଣସି ଆପଣଙ୍କ ଭୁଲ ଅଛି ଆଧାର, ତ ଆପଣମାନେ ଡିବିଟି ଯଦି କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣମାନେ କରେକ୍ସନ କରି ନିଅନ୍ତୁ, କେୱାଇସି କରି ନିଅନ୍ତୁ। ତାହେଲେ ଆପଣମାନେ ଚତୁର୍ଥ କିସ୍ତିରେ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ୍ସ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍